ଆପଣ ଚିନ୍ତା କରନ୍ତୁ, ଆପଣ ଯେତେବେଳେ ରିଲ୍ସ ଦେଖୁଛନ୍ତି, ଆପଣ ଯେତେବେଳେ ମୁଭି ଦେଖୁଛନ୍ତି, ଗୀତ ଶୁଣୁଛନ୍ତି, ସେସବୁ ଜିନିଷ ମନେ ରହିଯାଉଛି, କିନ୍ତୁ ଆପଣମାନଙ୍କର ଯଦି ପାଠ କଥା ଆସୁଛି ସେଇ ସମୟରେ ମନେ ରହୁନି କ'ଣ ପାଇଁ? ଜଷ୍ଟ ଟିକେ ଭାବନ୍ତୁ ତ। ତାହେଲେ ପ୍ରୋବ୍ଲେମଟା କ'ଣ ହେଉଛି? ଏଇଥିପାଇଁ ପ୍ରୋବ୍ଲେମ ରହୁଛି ଯେ କ'ଣ ନା, ଯେଉଁ ମଜାଟା ଆପଣମାନେ ସେଇ ସବୁ ଏଣ୍ଟରଟେନମେଣ୍ଟ ବା କଥା ମୁଭି ଯେସବୁ ଜିନିଷରେ ପାଉଛନ୍ତି, ସେଇ ଜିନିଷଟା ପାଉନାହାନ୍ତି କେଉଁଠି ନା ପାଠରୁ ବା ଷ୍ଟଡିରୁ। ତ ଆପଣଙ୍କ ସବୁଠୁ ବଡ଼ ଜିନିଷ ହେଲା କ'ଣ ନା, ମାଇଣ୍ଡଟା ଯଦି ଫ୍ରେଶ୍ କରିବେ, ଯଦି ମାଇଣ୍ଡଟା ଯଦି ମନୋନିବେଶ କରିବେ ସେଇଠି, ତ ଆରାମସେ ହେବ। ସିରିୟସନେସ୍ କେତେବେଳେ ଆସେ ନା, ଯଦି ଆପଣମାନଙ୍କର କ'ଣ ହେଲା କୌଣସି ଗୋଟେ ଜିନିଷକୁ ପାଇବାର ଆପଣଙ୍କର କ'ଣ ଥିବ, ଜୁନୁନ ଥିବ। ଆକ୍ଚୁଆଲି ମୋତେ ସେଇଟା କରିବାର ଅଛି, ମୋତେ ଆକ୍ଚୁଆଲି ସେଇଟା ପାଇବାର ଅଛି, ମୋତେ ଏତିକି ସ୍କୋର କରିବାର ଅଛି, ମୋତେ ଏଇ ଜବ୍ଟା ପାଇବାର ଅଛି, ମୋତେ ମୋ ବାପା ମାଙ୍କ ପାଇଁ ଏଇଟା କରିବାର ଅଛି, ମୋ ନିଜ ପାଇଁ କରିବାର ଅଛି, ମୋ ନିଜ ଗୋଡ଼ରେ ଛିଡ଼ା ହେବାର ଅଛି। ଆପଣ ସ୍ୱପ୍ନକୁ ଜିଅନ୍ତୁ। ମାନେ କ'ଣ ହେଲା ଯେ ଆପଣ ଯଦି ଆପଣ ସ୍ୱପ୍ନକୁ ଜିଇଁ ଯିବେ, ମାନେ କ'ଣ ନା, ମୋତେ ମୋ ଲାଇଫ୍ରେ ଯଦି ଏଇଟା ପାଇଗଲି, ତା ପର ଲାଇଫ୍ଟା ମୋତେ କେମିତି ହେବ, ସେଇଟା ଯଦି ଜିଇଁ ଯିବେ ସେଇ ସ୍ୱପ୍ନଟାକୁ, ତାହେଲେ ଆପଣମାନଙ୍କ ଅଟୋମେଟିକାଲି ଏଇ ଚାରିଟା ପର୍ସପେକ୍ଟିଭରୁ କ'ଣ ଆସିଯିବ ନା, ସିରିୟସନେସ୍ ଆସିଯିବ। ଯେତେବେଳେ ସିରିୟସନେସ୍ ଆସେ ମଣିଷର ମାଇଣ୍ଡ ଭିତରେ, ସେତେବେଳେ କ'ଣ କରେ କହିଲ, ଅଟୋମେଟିକାଲି କନସିଷ୍ଟେନ୍ସି ଆସିଯାଏ, ଅଟୋମେଟିକାଲି ଡିସିପ୍ଲିନେସ୍ ଆସିଯାଏ, ଅଟୋମେଟିକାଲି ପ୍ରାକ୍ଟିସ୍ ଆସିଯାଏ।